ଭାରତୀୟ ଜନତା ପାର୍ଟିର ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କର ପ୍ରଶିକ୍ଷଣ ଶିବିର ବିଷମ କଟକ ମଣ୍ଡଳରେ 2 ଦିନ ଆରମ୍ଭ କରାଯାଇଛି। ଆଜି 5ଟାରୁ କାଲି 5 ଘଣ୍ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ହେବ। ତ ବର୍ତ୍ତମାନ ଏବେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ପୂଜା ଅର୍ଚ୍ଚନା କରାହେଇଛି। ପୂଜା ଅର୍ଚ୍ଚନା କରିକି ଆରମ୍ଭ ହୋଇଛି। ରାତ୍ରି ଯାପନୀ ହେବ। ଏଇଠି ଆମର ଭାରତୀୟ ଜନତା ପାର୍ଟିର ଯେତେ କାର୍ଯ୍ୟକର୍ତ୍ତା ରହିବେ, ରହିକି ପୁଣି ସକାଳୁ 9ଟାରେ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ। ସନ୍ଧ୍ୟା 5:30ରେ ଯାଇକି କାର୍ଯ୍ୟକ୍ରମ ସରିବ। ପ୍ରଶିକ୍ଷଣ ଶିବିର ଏଇଟା ଯେଉଁ ପ୍ରଶିକ୍ଷଣ ଦେବେ ଆମର ସେ 8ଟି 9ଟି ବକ୍ତା ଆସିବେ। ଜିଲ୍ଲା ସ୍ତରରୁ ଆସିବେ, ରାଜ୍ୟ ସ୍ତରରୁ ଆସିବେ। ସେମାନେ ଯାହା ଗୁରୁମନ୍ତ୍ର ଦେବେ ଏଇଠି ଆମର ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ସେମାନେ ଯାଇକି ସେମାନଙ୍କର ଗ୍ରାମରେ, ସେମାନଙ୍କ ପଞ୍ଚାୟତରେ, ସେମାନଙ୍କର ସହରରେ ଯାଇ ଏସବୁ ଲୋକଙ୍କ ପାଖରେ ପହଞ୍ଚିବେ। ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କର ଯେଉଁ ଦୀନଦୟାଳ ଉପାଧ୍ୟାୟଙ୍କର ପ୍ରତିଷ୍ଠାଟା ଭାରତୀୟ ଜନତା ପାର୍ଟି ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ହିଁ କ'ଣ କରିଥିଲେ, କ'ଣ ନାହିଁ, ଏସବୁ ଉପରେ ଆଲୋଚନା। ଆଜିକାର ବିଷମକଟକ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ହିସାବରେ ଆଜି ଦଳର ଡେଭଲପମେଣ୍ଟ ଏବଂ ଦଳର ଇତିହାସ, ଆଗାମୀ ଦିନରେ କୋଉ ପ୍ରକାର ସଂଗଠନ କଲେ ଆଜି ବିଷମକଟକ ମ୍ୟୁନିସିପାଲିଟିରେ ସରକାର ଗଠନ ହେବ ଏବଂ ଆଗାମୀ 30 ସ୍ତରୀୟ ନିର୍ବାଚନରେ ମଧ୍ୟ ପଞ୍ଚାୟତ ଠାରୁ ଜିଲ୍ଲା ଚେୟାରମ୍ୟାନ ପର୍ଯ୍ୟନ୍ତ ଜିତିବା ପାଇଁ ଆଜି ପ୍ରଶିକ୍ଷଣ ଶିବିରରେ ଆଜି ଉପସ୍ଥାପନ କରିଥିଲେ। ଶିବିର ଥିଲା ଆମର ଏମିତି ବିଷମକଟକ ମଣ୍ଡଳରେ ଆଜି ହେଇଛି। ଆଉ ଅନ୍ୟାନ୍ୟ ସମସ୍ତ ମଣ୍ଡଳରେ ଏଇଟା ହଉଛି। ଆମର ଇତିହାସର କିଛି ଜାଣିବା ପାଇଁ ବୋଲି, ଜଣାଇବା ପାଇଁ ବୋଲିକି ଏ ଶିବିର ହଉଛି। ସବୁ ଜାଣିବା କଥା, ଏଇଟା ଆମର ଭାରତ ବର୍ଷରେ ଆମର ରାଷ୍ଟ୍ରୀୟ ବିଜେପି ପାର୍ଟି ଶାନ୍ତି ଶୃଙ୍ଖଳା ଭାବରେ ଏଟାକୁ କରିବା ପାଇଁ ଆଉ ଲୋକଙ୍କୁ ବଢ଼େଇବା ପାଇଁ ବୋଲିକି ଏ ଶିବିରଟା ହଉଛି। ଆଜିର ପ୍ରଶିକ୍ଷଣ ଶିବିର ହେଉଛି ଆମ ଅଲ୍ ଓଡ଼ିଶାର ବର୍ତ୍ତମାନ ଚାଲିଛି। ଆମର ଦୀନଦୟାଲ ଉପାଧ୍ୟାୟଙ୍କର କାର୍ଯ୍ୟକ୍ରମ ଅନୁସାରେ ଟ୍ରେନିଂ ଚାଲିଛି। ଏ ଟ୍ରେନିଂ ମାଧ୍ୟମରେ ଆଜି ବିଷମକଟକ ମଣ୍ଡଳ କଲ୍ୟାଣ ହେଇଛି। କଲ୍ୟାଣ ମଣ୍ଡଳ ମିନିମମ୍ ଆମେ ଆଜି 100 ଜଣ ଉପସ୍ଥିତ ରହିଛୁ। ଟ୍ରେନିଂରେ ଆମର ଟ୍ରେନିଂ ପାଇଁ ବର୍ତ୍ତମାନ ପ୍ରଭାରୀ ରୂପେ ଆସିଛନ୍ତି ଆମର ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ଆଉ ଉପସଭାପତି ଶ୍ରୀ ଆମର ରାମଚନ୍ଦ୍ର ବେହେରା। ସେ ଆଜି ଆମ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପ୍ରକାରର ଡେଭଲପମେଣ୍ଟ ବିଷୟରେ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କର ଯେଉଁ ବଳିଦାନ ଦିବସ ଉପରେ ସବୁ ମୁଖ୍ୟମନ୍ତ୍ରୀ ପାଖରୁ ସେ ଆଜି ଆମକୁ ଜଣାଇଛନ୍ତି। ସେଥିପାଇଁ ତାଙ୍କୁ ଆମେ ଧନ୍ୟବାଦ ଦେଉଛୁ। ପୁଣି କାଲିକି ମଧ୍ୟ ଆଜି 5ଟାରୁ ଆରମ୍ଭ ହେଇଛି। କାଲି ପୁଣି ସନ୍ଧ୍ୟା 5ଟାକୁ ଆମର ପ୍ରଶିକ୍ଷଣ ଶିବିରଟା ସମାପ୍ତ ହେବ।